Good morning all of you. ସମସ୍ତଙ୍କୁ ମୋର ନମସ୍କାର। ଏଇ କୋଶ୍ଚିନ୍ଟି ସ୍ପେଶାଲ ଓଟିଟି ପେପର 1 ମ୍ୟାଥ ଯେଉଁ 27/9/2025 ପରୀକ୍ଷା ହେଇଥିଲା ପଡ଼ିଥିଲା ମ୍ୟାଥର ଗୋଟିଏ କୋଣର ଅନ୍ତର୍ଦେଶ ଓ ବହିର୍ଦେଶ ମଧ୍ୟରେ କେତୋଟି ସାଧାରଣ ବିନ୍ଦୁ ଅଛି। କୋଶ୍ଚିନ୍ ହେଉଛି ଗୋଟିଏ କୋଣର ଅନ୍ତର୍ଦେଶ ଓ ବହିର୍ଦେଶ ମଧ୍ୟରେ କେତୋଟି ସାଧାରଣ ବିନ୍ଦୁ ଅଛି। ଅପସନ୍ ଏ 0, ଅପସନ୍ ବି 1, ଅପସନ୍ ସି 3, ଅପସନ୍ ଡି ଅସଂଖ୍ୟ। ଦେଖନ୍ତୁ এটা ଗୋଟେ କୋଣ ନା ଦେଇଦେବା ଏ ବି ସି। ଏଗୁଡ଼ା କ'ଣ ଏ କୋଣର ଅନ୍ତର୍ଦେଶ କଲେ ଏଗୁଡ଼ା ଅନ୍ତର୍ଦେଶ, କୋଣର ବହିର୍ଦେଶ କଲେ ଏଗୁଡ଼ା ବାହାର। ସାଧାରଣ ବିନ୍ଦୁ କହିଲେ କୋଉଟା ଅନ୍ତର୍ଦେଶ। ଯଦି ଏଇଟା ଏ ସେଟ୍ ଏଇଟା ବି ସେଟ୍ ହବ ତାହେଲେ ୟୁନିୟନ କୋଉଟା ଆସିବ? ୟୁନିୟନଟା ଆସିବ କ'ଣ ଏଇ ରେଖାଟା। এটা কোণর অন্তর্দেশ বহির্দেশ ନାହିଁ ସାଧାରଣ ବିନ୍ଦୁ। ତେଣୁ ଏଇ ରେଖାଟା ହେଉଛି କୋଣ ଉପରିସ୍ଥ ବିନ୍ଦୁ। ଅନ୍ତର୍ଦେଶରେ ଯୋଉଟା ବିନ୍ଦୁ ଅଛି ସେଟା କ'ଣ ବହିର୍ଦେଶରେ ଅଛି ନା ବହିର୍ଦେଶରେ ଯୋଉ ବିନ୍ଦୁ ଅଛି ସେଟା କ'ଣ ଅନ୍ତର୍ଦେଶରେ ଅଛି? ତ ନାହିଁ। ତେଣୁ ସାଧାରଣ ବିନ୍ଦୁ ତାର ହେଉଛି 0। ସାଧାରଣ ବିନ୍ଦୁ 0 ଏ ଇଜ କରେକ୍ଟ। କାହିଁକି ନା ଗୋଟେ ରେଖା ଅସଂଖ୍ୟ ବିନ୍ଦୁକୁ ନେଇ ଗଠିତ। ଗୋଟେ ରେଖା ଅସଂଖ୍ୟ ବିନ୍ଦୁକୁ ନେଇ ଗଠିତ। गोटे रेखा असंख्य बिंदु नहीं गठित ये कोण रे ए बी रेखा अछि, ए बी रश्मि मध्ये अछि। ए बी रश्मि ऊपर असंख्य रेखा अछि, बी सी रश्मि ऊपर असंख्य रेखा अछि। यदि आमे दीटा को छाडवा ताले ए बी और बी सी रश्मि ता मझी रे अछि, तो तार मध्ये असंख्य रेखा दीटा रेखा असंख्य बिंदु अछंती। किंतु से पचारजी गोटे कोणर अंतर्देश और बहिर्देश मध्ये साधारण बिंदु केतला? एटा तो कोण उपरिस्थ, एटा अंतर्देश नाही कि बहिर्देश नाही। तेणु अंतर्देश और बहिर्देश साधारण बिंदु हूँ 0। तेणु बहुत पिला असंख्य भी करके आसला। तेणु यार करेक्ट आंसर हूँ ए 0। थैंक यू।